ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ। ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ ତେବେ ଆପଣ ଏହି ଭିଡିଓଟିକୁ ଥରୁଟିଏ ମାତ୍ର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ କେବଳ 10 ମିନିଟର ସମୟ ଆପଣ ନିଜ ପାଇଁ ଦିଅନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ। କାହିଁକି ନା ତୁଳା ରାଶିର ବ୍ୟକ୍ତିବିଶେଷ ମାନଙ୍କର ଜୀବନ ଏହି ପବିତ୍ର ମହାଶିବରାତ୍ରି ଠାରୁ ବଦଳିବା ପାଇଁ ଯାଉଅଛି। କାହିଁକି ନା ଗ୍ରହ ନକ୍ଷତ୍ର ମାନଙ୍କର ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି, ଯାହାଦ୍ୱାରା ଏମାନଙ୍କ ଜୀବନରେ ଚାଲୁଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟା ଗୁଡ଼ିକର ଅନ୍ତ ହେବା ପାଇଁ ଯାଉଅଛି ଏବଂ ପୁଣି ଥରେ ଏହି ମହାଶିବରାତ୍ରି ଠାରୁ ଏମାନଙ୍କ ଜୀବନରେ ଖୁସି ଫେରିବାକୁ ଯାଉଅଛି। ଏହି ମହାଶିବରାତ୍ରି ଠାରୁ ଏମାନଙ୍କ ରାଶିରେ ପୁଣି ଥରେ ଏକ ନୂଆ ରାଜଯୁଗର ନିର୍ମାଣ ହେବା ପାଇଁ ଯାଉଅଛି। 3ଗୋଟି ବଡ଼ ଗ୍ରହ ଆପଣଙ୍କର ଲକ୍ଷ୍ମୀଙ୍କର ଭାବକୁ ଚଳନ କରିବା ପାଇଁ ଯାଉଛନ୍ତି। ଶୁକ୍ର, ବୁଧ ଏବଂ ସୂର୍ଯ୍ୟ, ଯିଏକି ଆପଣଙ୍କ ଭାଗ୍ୟ ଭାବର ଅଧିପତି ଅଟନ୍ତି, ଲାଭ ଭାବର ଅଧିପତି ଅଟନ୍ତି, ସେ ଆପଣଙ୍କର ପଞ୍ଚମ ଭାବ ମାନେ ଲକ୍ଷ୍ମୀର ଭାବକୁ ଚଳନ କରୁଛନ୍ତି, ଯାହାଦ୍ୱାରା ଆପଣଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଅନେକ ଦିଗରୁ ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ପ୍ରାପ୍ତି ହେବା ପାଇଁ ଯାଉଅଛି। ସମସ୍ତ ସୁଖ ଆପଣଙ୍କୁ ପ୍ରାପ୍ତି ହେବା ପାଇଁ ଯାଉଅଛି। ଏହି ମହାଶିବରାତ୍ରି ଠାରୁ ପୁନର୍ବାର ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା ଏହି ମହାଶିବରାତ୍ରି ଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଗୁଡ଼ିକ ହେବାର ଅଛି। ଏହା ପୂର୍ବରୁ ଯଦି ଆପଣଙ୍କର ବି ତୁଳା ରାଶି ହୋଇଥାଏ ଏବଂ ଆପଣ ମହାଦେବଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଆପଣ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହର ହର ମହାଦେବ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ଦେଖନ୍ତୁ, ପୂର୍ବରୁ ଆପଣଙ୍କ ରାଶିର ଅଧିପତି ଶୁକ୍ର, ବୁଧ ଏବଂ ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ଭାବ ଶନିଙ୍କର ଘରେ ଥିବା କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକ ଦେଖା ଦେଉଥିଲା। କର୍ମକ୍ଷେତ୍ରରେ ଆପଣଙ୍କର ସମସ୍ୟା ଦେଖା ଦେଉଥିଲା। ଧନଜନିତ ସମସ୍ୟା ଗୁଡ଼ିକ ଦେଖା ଦେଉଥିଲା। ଋଣ ଆପଣ ନେଇଥିଲେ କିନ୍ତୁ ସେହି ଋଣକୁ ଆପଣ ଶୁଝି ପାରୁନଥିଲେ। ଯେଉଁ କାମ ଗୁଡ଼ିକରେ ଆପଣ ହାତ ଦେଉଥିଲେ ସେହି କାମ ଗୁଡ଼ିକରେ ଆପଣଙ୍କୁ ସଫଳତା ମିଳିପାରୁନଥିଲା। ଆପଣଙ୍କ ଉପରେ କରଜ ବଢ଼ି ଚାଲିଥିଲା। ଘର ପରିବାରରେ ଖୁସିର ବାତାବରଣ ନଥିଲା। ଅନେକ ଚାପ ଗୁଡ଼ିକ ଭିତରେ ଆପଣ ରହୁଥିଲେ। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା। ଅଯଥା ଖର୍ଚ୍ଚ ଗୁଡ଼ିକ ହେଉଥିଲା। ସମାଜରେ ମାନ ସମ୍ମାନ ନଥିଲା। ଆପଣଙ୍କୁ ଚାକିରିଟିଏ ପ୍ରାପ୍ତ ହୋଇପାରୁନଥିଲା। ସନ୍ତାନ ସନ୍ତତି ପାଇଁ ଆପଣ ଚିନ୍ତିତ ରହିଥିଲେ। ବେପାର ବାଣିଜ୍ୟରେ ଲସ୍ ହେଉଥିଲା। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା। ତେବେ ଏହିଭଳି ଯାହା ବି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା ତାହା ଏବେ ଆପଣଙ୍କର ଦୂର ହେବା ପାଇଁ ଯାଉଅଛି। ଏହି ମହାଶିବରାତ୍ରି ଠାରୁ ପୁଣି ଥରେ ଆପଣଙ୍କ ଜୀବନରେ ଖୁସି ଫେରିବାକୁ ଯାଉଅଛି। ଆପଣଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଅଛି। ଦେଖନ୍ତୁ, ସବୁଠାରୁ ପ୍ରଥମ ଘଟଣା ଏହା ଅଟେ କି ଆପଣଙ୍କ ରାଶିର ଅଧିପତି ଶୁକ୍ର ଏବଂ ଭାଗ୍ୟ ଭାବର ଅଧିପତି ବୁଧ ଆପଣଙ୍କର ପଞ୍ଚମ ଭାବରେ ଲକ୍ଷ୍ମୀ ନାରାୟଣ ରାଜଯୁଗର ନିର୍ମାଣ କରିବାକୁ ଯାଉଛନ୍ତି, ଯାହାଫଳରେ ଆପଣଙ୍କୁ ସମସ୍ତ କ୍ଷେତ୍ରରୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଖାସ୍ କରି ପ୍ରେମ ଜୀବନରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ଏବଂ ଶୁକ୍ର ହେଉଛନ୍ତି ପ୍ରେମର କାରକ ଗ୍ରହ। ଯଦି ପୂର୍ବରୁ ଆପଣଙ୍କ ପ୍ରେମ ଜୀବନରେ କୌଣସି ପ୍ରକାରର ସମସ୍ୟା ଚାଲୁଥିଲା, ତେବେ ଆପଣଙ୍କର ଲାଗି ରହିଥିବା ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଇତ୍ୟାଦି ହୋଇଯାଇଥିଲା, ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ହୋଇପାରେ। ଆପଣଙ୍କ ଜୀବନରେ କେହି ନୂତନ ପାର୍ଟନର ଆସିପାରନ୍ତି। କାହା ସହିତ ନୂତନ ସମ୍ପର୍କ ଯୋଡ଼ି ହୋଇପାରେ। ଆପଣଙ୍କର ପ୍ରେମକୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ। ଭଲ ପାଇବା ବିବାହର ରୂପ ମଧ୍ୟ ନେଇପାରେ। ଯେଉଁ ପିଲାମାନଙ୍କର ବିବାହ ହୋଇନାହିଁ, ଯଦି ସେମାନଙ୍କର ବିବାହର ବୟସ ହୋଇଯାଇଛି, ତାହେଲେ ସେମାନଙ୍କର ଘରକୁ ବିବାହର ପ୍ରସ୍ତାବମାନ ଆସିପାରେ ଏବଂ ବିବାହ ମଧ୍ୟ ଫାଇନାଲ ହୋଇପାରେ। ପଞ୍ଚମରେ ଶୁକ୍ର ଥିବାରୁ ଏବଂ ଗୁରୁଙ୍କର ଦୃଷ୍ଟି ପଞ୍ଚମ ଭାବ ଉପରେ ରହୁଥିବା କାରଣରୁ ଯେଉଁମାନେ ସନ୍ତାନ ସୁଖରୁ ବଞ୍ଚିତ ରହିଥିଲେ, ଏହି ମହାଶିବରାତ୍ରି ପରେ ସୁନିଶ୍ଚିନ୍ତ ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ନୂତନ ଗର୍ଭ ଧାରଣ କରିବା ପାଇଁ ମହାଶିବରାତ୍ରି ପରର ସମୟ ଅତ୍ୟନ୍ତ ଶୁଭ ଅଟେ। ଆପଣଙ୍କ ପରିବାରରେ ହସର ଲହରୀ ଖେଳି ଉଠିବ। ସନ୍ତାନ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ହୋଇଥାଏ, ସନ୍ତାନର ଭାବ ହୋଇଥାଏ। ଯେହେତୁ ଗୁରୁଙ୍କର ଦୃଷ୍ଟି ପଞ୍ଚମ ଭାବ ଉପରେ ରହୁଅଛି, ତ ଆପଣ ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଏହି ମହାଶିବରାତ୍ରି ଠାରୁ ଆପଣ କୌଣସି ପ୍ରକାରର ଉଚ୍ଚଶିକ୍ଷା କରିବା ପାଇଁ ବାହାରକୁ ଯାଇପାରନ୍ତି।
ପାଠପଢ଼ାରେ ଆପଣ କିଛି ନା କିଛି ବଡ଼ କରିବାକୁ ଚେଷ୍ଟା କରିବେ। ଆପଣଙ୍କ ମଧ୍ୟରେ ଜ୍ଞାନ ଏବଂ ବୁଦ୍ଧି ବଢ଼ିବ। ଜ୍ଞାନ ଏବଂ ବୁଦ୍ଧି ବଳରେ ଆପଣ ପାଠପଢ଼ାରେ ବହୁତ ଅଧିକ ଉନ୍ନତି କରିବେ। କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ କରିପାରନ୍ତି। ମନପସନ୍ଦିଆ କଲେଜରେ ଆପଣଙ୍କର ଆଡ଼ମିସନ୍ ହୋଇପାରେ। ଆପଣ ଯଦି ଏହି ମହାଶିବରାତ୍ରି ପରେ କୌଣସି କମ୍ପିଟିସନରେ ଭାଗ ନେଉଛନ୍ତି, କୌଣସି କମ୍ପିଟେଟିଭ୍ ଏକ୍ଜାମରେ ଭାଗ ନେଉଛନ୍ତି କିମ୍ବା କୌଣସି ବି ଏକ୍ଜାମ ଦେଉଛନ୍ତି, ତେବେ ସେଥିରେ ଆପଣଙ୍କୁ ସୁନିଶ୍ଚିନ୍ତ ଭାବରେ ସଫଳତା ପ୍ରାପ୍ତି ହେବ। କାହିଁକି ନା ଗୁରୁ ଆପଣଙ୍କର ଶୁଭ ସ୍ଥାନରେ ବିରାଜମାନ ଅଛନ୍ତି, ଆପଣଙ୍କର ଭାଗ୍ୟ ଭାବରେ ଅଛନ୍ତି ଏବଂ ଗୁରୁଙ୍କର ଦୃଷ୍ଟି ମଧ୍ୟ ବୁଧଙ୍କ ଉପରେ ପଡ଼ୁଅଛି। ତେଣୁକରି ଭାଗ୍ୟର ସାଥ ଆପଣଙ୍କୁ ନିଶ୍ଚିନ୍ତ ରୂପରେ ପ୍ରାପ୍ତି ହେବ। ଭାଗ୍ୟ ବଳରେ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଅଟକି ରହିଥିବା ଆପଣଙ୍କର ସବୁ କାର୍ଯ୍ୟ ପୁଣି ଥରେ ଚାଲୁ ହେବା ପାଇଁ ଲାଗିବ। ଏହି ମହାଶିବରାତ୍ରି ପରେ ଆପଣଙ୍କ ଗୃହରେ କିଛି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯେଉଁମାନେ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି, ତ ଆପଣମାନଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବ। ପିତାଙ୍କ ସହିତ ସମ୍ପର୍କ ବହୁତ ଭଲ ରହିବ। ପିତାଙ୍କର ସାହାଯ୍ୟ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମଧ୍ୟ ପ୍ରାପ୍ତି ହେବ। ଶନି ଆପଣଙ୍କର ଶୁଭ ସ୍ଥାନରେ ଥିବା କାରଣରୁ ଏହି ମହାଶିବରାତ୍ରି ପରେ ଆପଣ କିଛି ପ୍ରପର୍ଟି, ଜମି, ଭୂମି ଏହିସବୁ କ୍ରୟ କରିପାରନ୍ତି। କିମ୍ବା ଯଦି ଆପଣଙ୍କର ପୂର୍ବରୁ କୌଣସି ପ୍ରପର୍ଟି ସେଲ୍ ହୋଇପାରୁନଥିଲା, ବିକ୍ରି ହୋଇପାରୁନଥିଲା, ତେବେ ଏହି ମହାଶିବରାତ୍ରି ପରେ ଆପଣଙ୍କର ସେହି ପ୍ରପର୍ଟି ସେଲ୍ ହୋଇପାରେ। ଆପଣଙ୍କ ହାତକୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆସିପାରେ। ଏହି ମହାଶିବରାତ୍ରି ପରେ ସୂର୍ଯ୍ୟ ଯେହେତୁ ଆପଣଙ୍କର ଲାଭ ଭାବର ଅଧିପତି ପଞ୍ଚମ ଭାବରେ ଚଳନ କରିବେ, ତ ଆପଣଙ୍କୁ ଆକସ୍ମିକ ଲାଭ ପ୍ରାପ୍ତି ହେବ। ବିଭିନ୍ନ ଦିଗରୁ ଆପଣଙ୍କ ପାଖକୁ ଅର୍ଥ ଆସିବ। ଇନକମ୍ ସୋର୍ସ ଆପଣଙ୍କର ବଢ଼ିଯିବ। କିଛି ଏକ୍ସଟ୍ରା ଇନକମ୍ କରିବା ପାଇଁ ଆପଣ ଭାବିପାରନ୍ତି। ଧନ କମାଇବାର ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ ଏବଂ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ନୂତନ ବେପାରଗୁଡ଼ିକ ଆରମ୍ଭ କରିପାରନ୍ତି। ଆପଣଙ୍କର କଷ୍ଟମର ଏବଂ ଆପଣଙ୍କର କ୍ଲାଏଣ୍ଟ ସେମାନେ ବଢ଼ିପାରନ୍ତି। ଆପଣ ପାର୍ଟନରସିପ୍ରେ କିଛି ବେପାର ବାଣିଜ୍ୟ ଆରମ୍ଭ କରିପାରନ୍ତି। ବୈବାହିକ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। ଶନିଙ୍କର ଦୃଷ୍ଟି ଦ୍ୱାଦଶ ଭାବରେ ରହୁଥିବା କାରଣରୁ ଯେଉଁମାନେ ଦୀର୍ଘ ଦିନ ଧରି ବିଦେଶ ଯିବା ପାଇଁ ଚାହୁଁଥିଲେ, ସେମାନଙ୍କର ସେହି ଇଚ୍ଛା ପୂର୍ଣ୍ଣ ହୋଇପାରେ। ସେମାନେ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ ମେଡ଼ିକାଲ ଫିଲ୍ଡରେ ଅଛନ୍ତି, ହସ୍ପିଟାଲ ଲାଇନରେ ଅଛନ୍ତି, ସେମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ହୋଇପାରେ। ଯେହେତୁ ଶନିଙ୍କର ଦୃଷ୍ଟି ଦ୍ୱାଦଶ ଭାବ ଉପରେ ରହୁଅଛି, ଯେମିତି ଆପଣଙ୍କର ଇନକମ୍ ହେବ ସେହି ଅନୁସାରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ହୋଇପାରେ। ଏହି ମହାଶିବରାତ୍ରି ପରେ ଆପଣଙ୍କର ଇନକମ୍ ମଧ୍ୟ ବଢ଼ିବ। ଫାଇନାନ୍ସିଆଲ ଗ୍ରୋଥ୍ ହେବ। ବ୍ୟାଙ୍କ ବାଲାନ୍ସ ଆପଣଙ୍କର ବଢ଼ିବ। ଶନି ଷଷ୍ଠରେ ଥିବା କାରଣରୁ ଯେଉଁ ବ୍ୟକ୍ତିବିଶେଷମାନେ କରଜର ମାୟାଜାଲରେ ଫସିକି ରହିଥିଲେ, ଋଣକୁ ଶୁଝିବାର ବାଟ ପାଉନଥିଲେ, ତ ଏହି ମହାଶିବରାତ୍ରି ପରେ ସମସ୍ତ ଋଣକୁ ଶୁଝିବାର ବାଟ ମିଳିଯିବ। କରଜର ମାୟାଜାଲରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ସମସ୍ତ ଶତ୍ରୁମାନଙ୍କ ଠାରୁ ଆପଣଙ୍କୁ ମୁକ୍ତି ମିଳିବ। ଗୁରୁଙ୍କର ଦୃଷ୍ଟି ତୃତୀୟ ଭାବରେ ରହୁଥିବା କାରଣରୁ ଯେଉଁମାନେ ଅନଲାଇନ୍ କ୍ଷେତ୍ରରେ କାମ କରୁଛନ୍ତି, ଡିଜିଟାଲ ମାର୍କେଟିଂରେ କାମ କରୁଛନ୍ତି, ଫାଇନାନ୍ସ କ୍ଷେତ୍ରରେ ଅଛନ୍ତି, ଟ୍ରାଭେଲ ଏଣ୍ଡ ଟୁରରେ କାମ କରୁଛନ୍ତି, କନଷ୍ଟ୍ରକ୍ସନରେ କାମ, ଟେକ୍ନିକାଲ ଫିଲ୍ଡ, ଆଇଟି ସେକ୍ଟରରେ ଅଛନ୍ତି, ସେମାନଙ୍କୁ ଅନେକ ଶୁଭଫଳ ପ୍ରାପ୍ତି ହେବ। ଯେହେତୁ ଆପଣଙ୍କ ରାଶିର ଅଧିପତି ଶୁକ୍ର ପଞ୍ଚମରେ ଶୁଭ ସ୍ଥାନରେ ଗୋଚର କରୁଛନ୍ତି, ପୂର୍ବରୁ ଲାଗି ରହିଥିବା ସମସ୍ତ ସ୍ୱାସ୍ଥ୍ୟଗତ ଅବସ୍ଥାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। କର୍ମକ୍ଷେତ୍ରରେ ମଧ୍ୟ ଆପଣ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଅନେକ ଗୁଡ଼ିଏ ଗ୍ରହ ଶୁଭ ସ୍ଥାନରେ ଗୋଚର କରୁଥିବା କାରଣରୁ ଆପଣଙ୍କର ପ୍ରମୋସନର ଯୁଗ ବନିବ। ନୂତନ କର୍ମ ପ୍ରାପ୍ତି ହେବାର ଯୁଗ ମଧ୍ୟ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଯେଉଁମାନେ ବେରୋଜଗାରିଆ ଥିଲେ, ଯେଉଁମାନଙ୍କ ପାଖରେ କୌଣସି ପ୍ରକାରର ଚାକିରି ବାକିରି ନଥିଲା, ସେମାନଙ୍କୁ ନୂତନ ଚାକିରି ପ୍ରାପ୍ତି ହୋଇପାରେ। ଉପର ଅଫିସରଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ସୂର୍ଯ୍ୟ ଆପଣଙ୍କର ଭଲ ସ୍ଥାନରେ ଥିବା କାରଣରୁ ସରକାରୀ କ୍ଷେତ୍ରରେ ଭଲ ଲାଭ ମଧ୍ୟ ପ୍ରାପ୍ତି ହୋଇପାରେ। କୌଣସି ଏମ୍ଏନ୍ସି କମ୍ପାନୀରୁ ଆପଣଙ୍କୁ ଜବ୍ ଅଫର୍ ମଧ୍ୟ ଆସିପାରେ। ଆପଣ ଆପଣଙ୍କର କର୍ମକ୍ଷେତ୍ରକୁ ନେଇ ବାହାରକୁ ମଧ୍ୟ ଯାତ୍ରା କରିପାରନ୍ତି। ତେବେ ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ରର ଜପ 108 ଥର କରନ୍ତୁ। ପ୍ରତ୍ୟେକ ଦିନ ଓମ୍ ନମଃ ଶିବାୟ ଏହି ମନ୍ତ୍ରର ଜପ କରନ୍ତୁ।
ଶୁଭ ଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ବୁଧବାର ଦିନ ଗୋମାତାଙ୍କୁ ସବୁଜ ଚାରା ଖାଇବା ପାଇଁ ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ହନୁମାନ ଚାଳିଶାର ପାଠ କରନ୍ତୁ। ଶୁଭ ଫଳ ପ୍ରାପ୍ତି ହେବା ସହିତ ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।